ଜାଗାରେ 26 ପଡ଼ିଗଲା ତାହେଲେ ମୁଁ ତ ଟିକେ ମଟନ ପ୍ରିୟ ତମେ ଜାଣିଛ ବାଘରିଆ ଖାଇବାଟା ନୁହେଁ ତା ବା ସେଇଆ ଆଉ ଆଇଁଷ ତ ନିହାତି ହେଇଥିବ। କଣ କରିବା ବା ସନ୍ଧ୍ୟା ଆସି 5ଟା ବାଜିଲାଣି କଣ କରିବା କେହି ଜୁଟୁନାହାନ୍ତି କାହା ସାଙ୍ଗରେ ଗୋଟେ ଯିବି ବୋଲି ଭାବୁଛି କେହି ଯାଉନାହାନ୍ତି ଆଉ ଗାଡ଼ିରେ ତେଲ ପକେଇ କଣ ମୁଁ ଯିବି ମୁଁ ତ ସହଜେ ମାଗଣା ଆସିଆ ଲୋକ ଏଇନା 150 ଟଙ୍କା ଖର୍ଚ୍ଚ କରିକିରି ତେଲ ପକେଇକିରି ଭୋଜି ଆଟେଣ୍ଡ କରିବି ଦେଖିବା କଣ ହଉଛି ନ ଗଲେ ନ ହୁଏ ହେଇ କିଏ ଯାଉଛନ୍ତି ନା କଣ ଆଉ ଦେଖେ ସେ କିଏ ଯଦି ଯାଉଥିବ ତା ସାଙ୍ଗରେ ପଳେଇବି ଆଉ ଏଇଠି ବସିଲି ଆଉ ଦେଖିବା କେତେବେଳେ କିଏ ଯାଉଛି ହଉ ଆରେ ବାପା ଆଲୋକ ଏ ବାପା କଣ ଭୋଜି ଥିଲା ଯାଇଥାନ୍ତେ ଭୋଜି ଆରେ ହେ ସେଇ କଥା କହୁଥିଲେ ଆମ ଘରେ ଆଉ କହିଲେ ସନ୍ଧ୍ୟାବେଳୁ ଗୋଟେ ଭୋଜି ଅଛି ଆଉ ଯିବାକୁ ପଡ଼ିବ ଆଉ ମୁଁ ବି ଖୋଜୁଥିଲି କିଏ ମୋ ସାଙ୍ଗରେ ଗୋଟେ ଯିବ ମୁଁ ବା ଅପେକ୍ଷା କରି ବଇଛି କିଏ ଯିବ ବୋଲି ମୁଁ ଘଣ୍ଟା ହେଲାଣି ଅପେକ୍ଷା କରି ବଇଛି ଆଚ୍ଛା ସତେ ନା ସେଇଆ ଆଉ ତଥାପି ଆହୁରି ଅଲଗା ଲୋକ ଯାଉଥିବେ ମୋର ଟିକେ ଅଲଗା କାମ ଥିଲା ଯଦି କହୁଛ ତାହେଲେ ଯିବା ଆଉ ସେ କାମ ବରଂ ମୁଁ ଆସିଲେ କରିବି ଆଉ ବାଘରିଆ ଖାଇବାଟା ନୁହେଁ ସେଇଆ ଆଉ ଆଇଁଷ ତ ନିହାତି ହେଇଥିବ ଆଉ ହଉ ତାହେଲେ ଟାଇମ ଦେଖିଲ ଦାଦା କେଇଟା ହେଲାଣି 6:15 ହେଲାଣି ତାହେଲେ ଆଉ ଇଏ ଠିକ ଅଛି ଆଉ ଟିକେ ପାଣି ଫାଣି ଟିକେ ପିଇଦବା ଆଉ ଯିବା ଆଉ କଣ ହଉ ପିଅ ମୁଁ ବା ଘଣ୍ଟା ହେଲାଣି ଅପେକ୍ଷା କରି ବଇଛି କିଏ ଯିବ ବୋଲି ମୁଁ ସବୁ ଜାଗାକୁ ଯାଏ ମୁଁ ଛାଡ଼େ ନା ସବୁ ସମ୍ପର୍କରେ କହନ୍ତି ମୁଁ ସମ୍ମାନ ଅଛି ଆପଣଙ୍କର ପୁଣି ଆପଣଙ୍କର ଏ ଅଞ୍ଚଳରେ ନାଁ ଅଛି ସେଥିପାଇଁ ଦାଦା ଦାଦା ବୋଲି ସମସ୍ତେ ଜାଣନ୍ତି ଆଉ ସେଇଥିପାଇଁ ବୋଧେ ଡାକିଥିବେ ଆଉ କଣ ନିମନ୍ତ୍ରଣ କାର୍ଡ ଆଇଥିଲା ନାଇଁ ଆମର ସେ ଜଣେ କହିଦେଇଥିଲା ଆମକୁ ସେମିତି ପାଟିରେ ଆମକୁ କଣ କିଏ ବା ଚିହ୍ନିଛି ଆମେ ଏଇ ଗାଁରେ କୋଉଠି କଣ ଭୋଜି ହେଲେ ଯାଉ ସିଏ ଗୋଟା ଦୂର ସମ୍ପର୍କ ଚିହ୍ନା ବୋଲିକିରି କହିଦେଇଛନ୍ତି ଆଉ ଇଏ ଦିନରେ କଣ ରୋଷେଇ ହେଇଥିଲା ଘରେ ହଁ ଘରେ ସାଧା ହେଇଥିଲା ସେଇଥିପାଇଁ ମୁଁ ବାହାରିଛି ଯିବି ସାଧା କଣ ଆଉ ଖାଇ ହଉଛି ଦାଦା ଏ ଜମା ପାଟିରେ ପଶୁନି ମୁଁ ମିଠାଇ ଖାଉଛି ସହଜ ଏଇ ଯୋଉ ଖରା ଦିନ ଏ ଜମା ଖାଇ ତ ହଉନି ଆଉ ସେ ପଖାଳ ଯଦି ହଉଛି ସେ ଆମ୍ବ ଟିକେ ଧରେଇ ଦଉଛନ୍ତି ତା ଦେହରେ ଆଳୁ ଭର୍ତ୍ତା ଆଉ ଶୁଖୁଆ ଟିକେ ଥିଲେ କି ଯଦି ଆଇଁଷ ପାଣି ଟିକେ ବାଜିବ ଯେମିତି ମଜା ଲାଗିବ ଆଉ କଣ ଇଏ ଭଲ ଲାଗିବ କିନ୍ତୁ ତାଙ୍କର ଆଜି ବରଯାତ୍ରୀ ପାଇଁ ମଟନ ହଉଛି ତାପରେ ଚିକେନ କଲର ଆଉ ତା ସାଙ୍ଗରେ ଘାଣ୍ଟିଆ ପୁଣି ଆଇଛି 70 କେଜି ମାଛ ହବ ଆଉ ମାଛ ପିସ୍ ତ ଗୋଟେ ଲେଖା ଆଉ ମୁଁ ଜାଣିଛି ସେ ରୋଷେଇଆଳ ଯିଏ ଯାଇଛି ସିଏ ଆମ ବୁଲନ ବଢିଆ ରୋଷେଇ କରେ ତାର ରୋଷେଇ ଖାଇବ ମାନେ ବଢିଆ ଲାଗିବ ତାପରେ ତମକୁ ବା କହିବି କଣ ତମେ ତ ଏତେ ଭୋଜି ଖାଉଥବ ଆଜି ଜାଣିପାରିବନି କେମିତିଆ ଭୋଜି ଆଚ୍ଛା ଦାଦା ଗୋଟେ କାମ କଲେ ହୁଅନ୍ତା ମୋ ଗାଡିଟା ଟିକେ ଖରାପ ଅଛି ତମ ଗାଡିରେ ଗଲେ ହୁଅନ୍ତାନି ନାଇଁ ବାପା ମୋ ଗାଡି ଖରାପ ବାପା ମୁଁ ନହେଲେ ତ ଏକାଟିଆ ପଳେଇଥାନ୍ତି ଆଉ ମୋ ଗାଡି ଖରାପ ବୋଲି ମୁଁ ଅପେକ୍ଷା କରି ବଇଛି ମଲା ମଣିଷ ଏମିତିଆ ଲୋକ ହାବୁଡରେ ପଇଲା ଆଜି ବେଳାଟା ମୋର ପୁରା ଖରାପ ଆଉ ମୁଁ ମାରି ମାରି ମହାପାତ୍ର ଆଉ ଇଏ ଆଇଛି ମତେ ମାରିବାକୁ ଇଏ କାର୍ଡ କଣ ନେଇକି ଯିବ ନା କଣ ବା ହଁ ମୁଁ ବା ବିନା କାର୍ଡରେ କୋଉଠିକି ଯାଏ ନା ବା ସତରେ ହଁ ଆଉ ସମ୍ମାନ ଅଛି ଆପଣ ନଗଲେ ନଦେଲେ ହାତରେ କଣ ଭଲ ହବ ନାଇଁ ନାଇଁ ମୁଁ ବାପା ସବୁଆଡେ ନେଇକି ଯାଏ ଆଚ୍ଛା ଏଇ ଅଞ୍ଚଳରେ ଆପଣଙ୍କ ନାଁ ଅଛି ଆଉ ଇଏ କାର୍ଡରେ କେତେ ଟଙ୍କା ଦବ ପୁଣି ନାଇଁ ସେ କଥା ବାପା ତମେ ବୁଝ କାର୍ଡ ମୁଁ ନଉଛି ସତ ତମକୁ କହୁଛି କାହାକୁ କହିବନି କଣ ଏମିତି କଥା ହଁ କାର୍ଡ ମୁଁ କିଣିଛି ଥରେ ହଜାର ଭୋଜି ଖାଇଥିଲି ଏଇ କାର୍ଡରେ ମାନେ ଏ ଗୋଟିଏ କାର୍ଡରେ ପୁରା ଭୋଜି ଚାଲିଛି କେମିତି କଣ କହିଲ ସେ ରହସ୍ୟ ଇଏ କାର୍ଡଟା ଯିବ ବାପା ଏବେ ଉପର ପକେଟରେ ଆଚ୍ଛା ପଶିଲା ଗଲି ଏ କାର୍ଡ ଯେତେବେଳେ ନେଇକିରି ଗଲି ଲୋକ ସବୁ ଦେଖିବେ ଗେଷ୍ଟ ଆଇଛି ଗେଷ୍ଟ ଜାଗାରେ ବସି ଖାଇବି ଓହୋ ଗାଁ ଲୋକ ଖାଉଥିବେ ଅଲଗା ଜାଗାରେ ଛାତ ଉପରେ ନଦେଲା ବାରି ପଛକରେ ଯୋଉ ଗେଷ୍ଟ ରୁମ ଡାଇନିଂ ପଡିଥିବ ତା ଦେହରେ ପୁଣି ସେ ଯୋଉ ପେପର ପକଉଥିବେ କାଗଜର ଆଉ ସେଠି ତ ମର୍ଯ୍ୟାଦା ପୂର୍ଣ୍ଣ ଭାବରେ ପୁରା ବିଳାସ ପୂର୍ଣ୍ଣ ଭାବରେ ଫ୍ୟାନ ଟି ଲାଗିଥିବ କୁଲର ଟି ଲାଗିଥିବ ଓ ଗେଷ୍ଟ ରୁମ ରେ ଖାଇବ ଆଚ୍ଛା ହଁ କାର୍ଡଟା ଦେଖିଲା ମାନେ ମତେ ଅଟୋମେଟିକ ଡାକି ଦେଇଯିବେ ହଁ ନିଶ୍ଚିତ ଷ୍ଟେଜରେ ଫଟୋ ଉଠେଇବ ଇଏ କରିବ ଆଉ ହଁ ଷ୍ଟେଜକୁ ମୁଁ ଯାଏ ନା ଆଉ ଷ୍ଟେଜ ଗଲା ମାନେ କାର୍ଡ ଦେବାକୁ ପଡିବ ତାଇ ବି ସତ କଥା ମୁଁ ଖାଲି ଦେଖେ କୋଉଠି ଭିଆଇପି ମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ମାନେ ଏ କାର୍ଡ ପଇଥିବ ଯାଇକିରି ଖାଇ ପକାଉ ଆଗେ ଖାଇଦିଏ ଆଚ୍ଛା ତାପରେ କାର୍ଡଟା ଯେତେବେଳେ ପଶିଥିବ ଖାଇଦେବି ଭଲ ଖାଦ୍ୟ ମତେ ମିଳେ ମଟନ ଫଟନ ସବୁ କାର୍ଡ ଅଛି ମାନେ ଗେଷ୍ଟ ସଫିସିଏଣ୍ଟ ମିଳୁଥିବ ସଫିସିଏଣ୍ଟ ମୁଁ ସଫିସିଏଣ୍ଟ ଖାଏ ଆଚ୍ଛା ହାତ ଧୋଇଲା ପରେ କାର୍ଡଟା ପଶିଲା ତଳ ପକେଟ କଣ ଦିଆ ହବନି କାର୍ଡ ଦିଆ ହବନି
ମାନେ ଏଇ କାର୍ଡ ଯିବ ଉପର ପକେଟରେ ଏଇ ପକେଟରେ ଆସିବ ତଳ ପକେଟରେ ସେ ଏତେ ବଡ ଫର୍ମୁଲା ମୁଁ ତ ଏ କଥା ଶିଖିନଥିଲି କହିବନି ବାପା କାହାକୁ ନାଇଁ ମୁଁ କହିବିନି ଦାଦା କଥା କହିବି ଦାଦାର ନାଁ ଅଛି ଦାଦା କଥା ଏ କହିବି କଥା କାହାକୁ କହିବନି ନାଇଁ, ମୁଁ ବସ। ଏଇ ଫର୍ମୁଲାଟା କରେ ଆଚ୍ଛା ତମେ ନଉନ କି ନା ମୁଁ ସେମିତି ନିଏ ନା ଯଦି ସେମିତିଆ ଜାଗା ଦେଖିଦିଏ ଆଗରୁ ଜାଣେ ଯେ ଭୋଜି କଣ ହେଇଛି ପଚାରି ଦିଏ ମୋ କଥା ବି ଦାଦା କଣ ଜାଣିଛ କାହାକୁ କହିବନି ମୁଁ ବି ଗୋଟେ କଥା କହୁଛି ଇଏ ବି ମୋର ଗୋଟେ ସିକ୍ରେଟ ହଁ ଯୋଉଠି ଭୋଜି ହୁଏ ମୁଁ ଦେଖେ ଯଦି ଭଲ ଖାଇବା ହେଇଥିବ ତାହେଲେ କାଟି ନେବି ଯଦି ଦେଖିଲି ଘାଣ୍ଟିଆଟି ହେଇଛି କି ମାଛଟି ହେଇଛି ଆଉ ଚିକେନ କରିନାହାନ୍ତି କିନ୍ତୁ ମନରୁ ଭାବିଦେବି ଯେ ଚିକେନ ହେଇଥିବ ମୁଁ 200 ଟଙ୍କା ଦେବି ଯେତେବେଳେ ଦେଖିଲି ଯଦି ଘାଣ୍ଟିଆ ଖାଲି ତାହେଲେ 50 ଟଙ୍କା ନଚେତ ରାୟ ଯୋଉ ମନ୍ଦିରରେ ଯେମିତି ଦକ୍ଷିଣା ଦିଅନ୍ତିନି ଏ 20 10 ସେମିତି ପୁରେଇ ଦିଏ ତା ଛଡା ନାଁ ବା ଲେଖେ ନା କିନ୍ତୁ ପେନ୍ ଉଣ୍ଡାଳି ହୁଏ କିନ୍ତୁ ନାଁ ଲେଖେ ନା କାହିଁ କହିଲ ନାଁ ଯଦି ତମେ ଲେଖିବ ତାହେଲେ ତ ଜାଣିଦେବେ ନା ଆମେ କଣ ଆମ ନିଜ ନାଁ ନ ଲେଖିକି ଆଉ କାହା ନାଁ ଲେଖିଦବୁ ସେଇଟା ନୁହଁ ତ ନାଁ ଲେଖିଲେ କାଳେ ଜାଣିଦେବେ ଯେ ସେ ଅମକ ଲୋକ ଆଲୋକ ବାବୁ ଆଇଥିଲେ ଯେ ତମେ ନଉଛ ଉପରେ ଆଣୁଛ ତଳେ କିନ୍ତୁ ମୁଁ ନିଏ ଯେତେବେଳେ ଦେଖେ ଖାଇବାର ଭ୍ୟାଲୁ କମ ଥାଏ ସେଠି ମୋ ପରିମାଣଟା ବି କମେଇ ଦିଏ କାହିଁକି ନା ପୁଣି ମୁଁ ଯାଇଛି ଯେତେବେଳେ ପୁଣି ସେଇ ସାର୍ ମତେ କିଛି ବ୍ୟବସ୍ଥା କରିବାକୁ ପଡିବ ନା ଆଉ କି ନା ତୁଣ୍ଡ ବାଇ ତ ସହର୍ଷ କୋଷ ଲୋକ ଜାଣିଲେ ମୋର ଗୋଟା ତଥାପି ଗୋଟା ନାଁ ଅଛି ଯେନେ ତେନେ ପ୍ରକାର ଯେତିକି ହଉ ନାଁ ଅଛି ଆଚ୍ଛା ମତେ ଯଦି କିଏ ଜାଣିବ ମତେ ବି ଗୋଟା ଖରାପ ଲାଗିବ ନା ତମର ବି ସମ୍ମାନ ଅଛି ମୁଁ ବି କେବେ କହିବିନି ସତ କହୁଛି କାର୍ଡଟା ସବୁବେଳେ ଥିବ ପଇସା ନଥାଉ ସତରେ କାର୍ଡ ପାଖରେ ସବୁ ମାନେ ଏ କାର୍ଡର ଏତେ ଭ୍ୟାଲୁ ଏ କାର୍ଡ ସବୁବେଳେ ଏଇଟା 5 ଟଙ୍କିଆ କାର୍ଡ ଭଳିଆ ଲାଗୁଛି କଣ ଏତେ ନରମ ସେ କାର୍ଡ ଏ ଦାଦା ହାତରେ କିଛି ନାହିଁ ବା ସିଏ କିଛି ରହିବନି ସତରେ ଏଇଟା ଖାଲି ଦେଖେଇକିରି ଖାଇବା କଥା ଓ ବାପା ଇଏ ଦାଦାଙ୍କର ଯୋଉ ବୁଦ୍ଧି ଇଏ ବୁଦ୍ଧି ମତେ 2027ରେ ଆପ୍ଲାଏ କରିବାକୁ ପଡିବ ଏବେ ଯାହା ଚାଲିଛି ଚାଲୁଥାଉ ହଉ ସମୟ ହେଇଗଲାଣି ଯିବା ଆଚ୍ଛା ଦାଦା ମୋ ଗାଡିରେ ପଳେଇବା ହଁ ହଁ ମୁଁ ବା ତମେ ତ ବଇଛି ଆଉ କହିଲ ସେଇଆ ମୋ ଗାଡି ବା ଖରାପ ଆଉ ହଉ ଚାଲ ଆଉ ଯିବା ଆଉ ଦାଦା ମୋ ପାଖରେ ଟିକେ ବସନ୍ତି କାହିଁ କହିଲ ଏ କାର୍ଡ ଅଛି ମାନେ ଆମେ ଦି ଜଣ ବସିବା ଭଲ ହେଲା କାହିଁ କହିଲ ତମେ ଯେତେବେଳେ କାର୍ଡ ନଉଛ ତମେ ଗେଷ୍ଟ ରୁମରେ ବସିବ ଆଉ ତମରି ପାଖରେ କିନି ମୁଁ ବସିଗଲେ ଯଦି ମଟନ 2 ପିସ୍ ଜାଗାରେ 6 ପିସ୍ ପଡିଗଲା ତାହେଲେ ମୁଁ ତ ଟିକେ ମଟନ ପ୍ରିୟ ତମେ ଜାଣିଛ ଆଉ ଭଲ ହନ୍ତା ଆଉ ହବ ତ ତମେ ଗୋଟେ କାମ କରୁନ ମତେ ସବୁବେଳେ ସବୁ ଆଡକୁ ନେଇକି ଯାଉନ ମୁଁ ତମେ ମାଗଣା ଆ ଦେବି ସେମିତି କହିଲେ ମତେ ଖାଲି କହିଦେବେ କେତେବେଳେ ଫୋନ କରିଦେଲେ ମୋ ନମ୍ବର ଲେଖନ୍ତୁ ଅଛି ମୋ ନମ୍ବର ଆଉ ଯଦି ଅଛି ମତେ ଖାଲି କଲ୍ କରିଦେଲେ ମୁଁ ପଳେଇ ଆସିବି ଯେତେ କାମ ଥାଉ ଖାଇବା ଯଦି ଭଲ ମିଳିବ ଆଉ କଣ ଛାଡ଼ିବାର ଖାଇ ଏମିତି ଦାଦା ମୁଁ ଏବେ ଆସିଲି ଆଉ କାର୍ଡ ଆଣିଛ ନା ହଁ ଦେଖେଇଲ। ତଳ ପକେଟରେ କାର୍ଡ ଅଛି ଗଲେ କାର୍ଡ ନେଇକିରି ପୁଣି ଆଣିଲେ ବି କାର୍ଡ ଉପରେ ଗଲା ତଳେ ଆଇଲା ଆଉ ପୁଣି ଆଉ କୋବେ ଭୋଜି ଅଛି ଭୋଜିଟା ବଢିଆ ହେଇଥିଲା ଖାଇବା ସାଂଘାତିକ ଆଉ ହଉ ଦାଦା ରହିଲି ହଉ ହଉ ହଉ